ଶ୍ରୀରାମ ଆପଣ ନୂଆ ବ୍ଲକ୍ ଓ ବିଦେଶୀ ପୁଅ ଆସ ଆସ ଆସ। ଆଜି ରାଜା ପଳେଇ ଯାଇଛି କିନ୍ତୁ ତା ଡ୍ରେସ୍ ହେଇନି, କପଡ଼ା ନେଇ ଟାଉଟର ନେଇ ସାର୍ଟ କପଡ଼ା ଦେବ ମାନେ ପ୍ୟାଣ୍ଟ କପଡ଼ା ବି ଦେବେ। ଆଉ ବ୍ରିଜ ପାଖରେ ହେଇଗଲାଣି। ତାକୁ ଡକା ଆଉ ସେ ଯାଇ କ'ଣ କରିବ ଆମ ସାଙ୍ଗରେ? ସୁକିନ୍ଦା ଆସେ ସେପଟ ବସ୍ ଚଢ଼ିବ ଏପଟେ ଅଟକେଇବ। ସେଟା ତୋ ଇଚ୍ଛା ନା ତୋ ଇଚ୍ଛା କିନ୍ତୁ ବ୍ଲାକ୍ ବ୍ଲାକ୍ ବ୍ଲୁ ବି ଚଳିବ କିନ୍ତୁ ମାନେ ଉପରଟା ରହିବା ଦରକାର। ଆସିଲେ ଆମେ ତାଙ୍କ ପାଇଁ ଏତେବେଳୁ ଠିଆ ହେଇଛୁ। ତୁ ଏବେ ଆଉଛୁ ତ ଟିକେ ଖରାପ ଲାଗୁନି? ଖରାପ ଲାଗୁନି ତୁ ଏବେ ଯାଉଛି ସତ୍ୟ ବାବୁ କେତେବେଳେ ଆସେ ଜଣା ନାହିଁ, ଫୋନ୍ କରୁଥିଲେ ଆସିଲେ ଦେଖା ହେବା। ଏଇନା 1 କିଲୋମିଟର ଚାଲି ଚାଲି ଯିବା ଆଉ। ରାସ୍ତାର ରାଣୀ ମାନେ ଆସି ଆମ କଲେଜ ସାମ୍ନାରେ ଉଦ୍ଘାଟନ କଲେଣି। ୟା ଅବଶ୍ୟ ଆମ କଲେଜ ନା, ଆମ କଲେଜ ଆହୁରି ଆଗରେ ରହିଛି। ସେ ଝିଅଟି ଯୋଉଠି ଠିଆ ହେଇଛି ଅବଶ୍ୟ ଏଇଟା ଯେଉଁ ଜାଗା ହେଇଥିଲେ ବି ତାଙ୍କ ଆଗରେ ଆସିକି ଏଠି ମିଟିଂ କଲେଣି ଗାଈମାନେ। କହିଲେ ଆମେ ମଧ୍ୟ ଷ୍ଟ୍ରାଇକ୍ କରିବୁ, ଆମକୁ ମଧ୍ୟ ନ୍ୟାୟ ଦରକାର। କ'ଣ ପାଇଁ? ଲୋକମାନେ ଆମେ ଶୋଇଲା ବେଳେ ଆମକୁ ହର୍ନ ମାରୁଛନ୍ତି, ଆମକୁ ମଧ୍ୟ ନ୍ୟାୟ ଦରକାର। ଖାଇବାକୁ ଦଉନାହାନ୍ତି ଆମକୁ, କାହିଁକି ଆମକୁ ବଣ ଜଙ୍ଗଲକୁ ଛାଡୁନାହାନ୍ତି? କାହିଁକି ଆମ ଛୁଆ କାହିଁକି ଆମଠୁ କ୍ଷୀର ଖାଇପାରିବ? ଆମ କ୍ଷୀରକୁ କାହିଁକି ସେମାନେ ବିକୁଛନ୍ତି? ଏଇ ସବୁ ଥିଲେ ତାଙ୍କର ଦାବି। ମୋହନ ମାଝୀ କହିଛନ୍ତି ଏଇ ସବୁ ମୁଁ ପୂରଣ କରିବି। ନା କ'ଣ ପୂରଣ କରିବି? ନା ଲୋକମାନେ ତମ କ୍ଷୀର ନେଇ ବିକିପାରିବେନି। ଜଙ୍ଗଲରେ ଦିନ ରାତି ଛାଡ଼ିଦେବେ ବୁଲିବା ପାଇଁ, ରାତିରେ ଯିବେ ତମକୁ ଖୋଜିବା ପାଇଁ। ଆଉ ଗୋଟେ କ'ଣ ଦାବି ଥିଲା? ରାସ୍ତାରେ ଶୋଇଲା ବେଳେ ତମକୁ ହର୍ନ ନୁହଁ ଟର୍ଚ୍ଚ ପକେଇବେ, ଯାହାଦ୍ୱାରା ତମ ଆଖି ଚମକିବ। ଦେଖ ଭିୟୁଟା ବଢ଼ିଆ ଦେଖାଯାଉଛି। ଆଗରେ ଗୋଟେ ପାହାଡ଼। ଖରାପ ଲାଗୁନି ଟିକେ ତ? ଆଜି କଲେଜରେ ପହଞ୍ଚିଗଲୁ ହେଲା। ଆଉ ଆପଣ ଭିଡ଼ିଓ ରୁହନ୍ତୁ, କ'ଣ ହେବ ଦେଖା ହେବ। ଇଂଲିଶ ହେଭି ଆଉଛି। ଆଉ ରାଜା ମୁଁ ସତ୍ୟ ପଳାଇଲୁ ରିଲ୍ସ ଟିକେ କରିବାକୁ ହେଲା। ଆଗର ବ୍ରିଜ୍ ଗୋଟେ ଅଛି, ଇଂରେଜ କାଳର ବ୍ରିଜ୍ ନା, ଏଇଟା ଉଠେଇ ନେଇ ପକେଇବା ଆମର ଏଠି। ସେଇଠି ଯାଇକି ଟିକେ ଏଇଟା ଉଠେଇ ନେଇଛି ଯାଇକି ଆମର ଏଇଠି ପକେଇବୁ। ଆମ ବ୍ରିଜଟା ଯେଉଁ ଅଧା ରହିଯାଇଛି ଏଇଠି ପକେଇବୁ। ଗାଡ଼ି ଫାଡ଼ି ଯିବା ଆସିବା ହେବ। ମୋ ନାଁଟା ବାହାରିବ, ତମ ଭାଇ ନା ପେପରରେ ଯଦି ହେବ ଓଟିଭିରେ ଟିକେ ବାହାର କରିବା। ଆଉ କାରିଗରୀ କରିବ ଆମ ରାଜା, ଉଠେଇବ ସତ୍ୟ, ଲଗେଇବି ହେଲା ମୁଁ ହେଲା। ଆଉ ରିଲ୍ସ ଫିଲ୍ସ କରିସାରିଲେ ଦେଖା। ରିଲ୍ସ କରିବାକୁ ଆସିଥିଲୁ, ବର୍ଷାଟା ହେଇଗଲା ଆଉ ରିଲ୍ସ କରିଗଲାନି। ଆଉ ଯେଉଁ ପୁରା ଘରକୁ ଯାଉନୁ, ସ୍କୁଲକୁ କଲେଜକୁ ଯାଉଛୁ। ତୁରନ୍ତ ଭିଡ଼ିଓର କ'ଣ ହେବ ଦେଖା ହେବ, ଆପଣ ବି ଦେଖିବେ ହେଲା। ଆଉ କ୍ଲାସ୍ ସରିଗଲା, ଚାଲିଲୁ ଏବେ ଖାଇବାକୁ। ଖାଇବା ସାରି ପାର୍କ ଫାର୍କ ଟିକେ ବୁଲିବା। କାଲି ଏଇ କହିଥିଲା ଯିବା ବୋଲି ପାର୍କ, ତାପରେ ମାମନ ମନା କରିଦେଲା ତ ଯାଇନଥିଲୁ। ଆଜି କିନ୍ତୁ ସିଓର ଯିବା। ଆଜି ରାଜା ହେଇଛି, ସତ୍ୟ, ମୁଁ, ମାମନ ତାର ପଛରେ ଆଉଛି ହଲି ହଲି। ଆଉ ନିଶ୍ଚିତ ଭାବରେ ଯିବୁ ଆଜି। ଆଉ ଖାଇସାରିଲେ ପାର୍କ ଗଲାବେଳେ ଦେଖା ହେବ। ଆଉ ଏବେ ଆସିଲା ବେଳେ ଗୋଟେ ଅଟୋ ମିଳିଲା, ଅଟୋରେ ବସିକି ପଳେଇ ଆସିଲୁ। ଓହ୍ଲେଇ ସାରିଲୁଣି ଆସିକି। ମାମନ ମୋର ରାଜା ତାର କହିଲା ସେପଟେ ପଳେଇଲା। ରାଜା କହିଲା ମୁଁ ଛକରେ ଜଳଖିଆ ଖାଇବି, ତାପରେ ଫୋନ୍ କରିବ ତା ଭାଇକି, ତା ଭାଇ ଆସିକି ନେବ। ଆଉ ସତ୍ୟ ତାର ସୁକିନ୍ଦା କଲେଜ ଯାଇଛି, ତାର ସିଧା କଲେଜ ବସ୍ରେ ହିଁ ପଳେଇବ। କଲେଜ ବସ୍ରେ ତ ଯିବନି,
କଲେଜ ବସ୍ ଛାଡ଼ିଦେବ ଆମ ଗୋଲେଇ ଛକରେ ସେ ସେଇଠୁ ଗାଡ଼ି ଧରିକି ପଳେଇବ ବୋଧେ ଗାଡ଼ି ଏବେ ଗଲାଣି ସେ ପଳେଇବ ଗାଡ଼ି ଧରିକି ଆମେ ଆମ ଟାଇମ୍ରେ ଯିମୁ ଆସି ବ୍ରିଜ୍ ପାଖରେ ପହଞ୍ଚିଗଲୁ ଘରକୁ ଯାଇକି ଖାଇ ପିଇକି ବିନ୍ଦାସରେ ଆସିଲେ ଆଉ ସତ୍ୟ ଆଉ ସାନୁ ଏରା କଲେଜ ଯାଇଥିଲେ କଲେଜରୁ ଘରକୁ ଆଉ ଯାଇନାହାନ୍ତି ଜଳଖିଆ ଖାଇ ସିଧା ପଳେଇ ଆଇଛନ୍ତି ଆଉ ପିଇବା ଠିଆ ହେଇଛୁ ବସ୍ ଆସିଲେ ଯିବା ହେଲା ବସ୍ ଆସିଲେ ଦେଖା ହେବ ସେପଟେ ପୂଜା ଇଏ ଆସୁଛନ୍ତି ଦୁଇଟା କଲେଜ ଛୁଆ ତୁ ଆଙ୍ଗୁଠି ହେଇଥିବ କହି ହେଉନି ତ ଜୁମ୍ କରି ଦେଖେଇଦେ ନା ଦେଖେଇବା ନାହିଁ ଝିଅ ପିଲା ବି ଅଛନ୍ତି ଝିଅ ପିଲା କହେ ଆମର ଫଟୋ ଉଠିବ ଭାଇ ଖରାପ ତାଙ୍କର ଭାବିବେ ଆମର ସେଥିରେ ମୁଣ୍ଡ ଫେରେଇବା ଆଉ କ୍ଲାସ୍ ପଳେଇ ଆସିଥିଲୁ ହେଲା ଆଉ ତାପରେ ଭିଡ଼ିଓ କରିନଥିଲେ ହେଲା ସିଧା ଏକାଥରେ ଏବେ କ୍ଲାସ୍ ସରିଲା ଭିଡ଼ିଓ କରୁଛି ଆଉ ଚାଲିକି ଯାଉନୁ ଆକ୍ଚୁଆଲି ବସ୍ ଆସିବ ସାନୁ କହିଲା ଏପଟେ କଥା ଅଧିକ ହେଉଛନ୍ତି ଝିଅ ପିଲା କାରଣ ସାନୁ ମାଇଣ୍ଡ ଚେଞ୍ଜ ହେବ ସାନୁ ସିଧା ପଳେଇବ ସାନୁ ସେ ଯେଉଁ ପଳେଇ ଆସିଲା ନା କରାଛି ହଁ ବାହାରୁଛି କର ନା ଆଳୁ ମୋର କିଛି ନାହିଁ ଆଉଛି ଆଉ ବସ୍ ଆସିଲେ ଦେଖା ହେବା ଏତେ ଦିନ ପରେ ଆଇଲୁ ଇଂଲିଶଟା କର ଇଂଲିଶ ଟୁ ଇଂଲିଶ ଯେ ପଇଡ଼ ଖାଇବ ଜଲ୍ଦି ଆସ ଜଲ୍ଦି ଆସ ଜଲ୍ଦି ଆସ ଲଜ୍ ଲାଗୁଛି ଲଜ୍ ପୁଅ କ'ଣ ହଉଛି କ'ଣ ବେ ଏଟା କୁକୁର ଭଳିଆ ଖାଲି ଗାଁ କରୁଛି ପଡ଼ିବ ୟୁଟ୍ୟୁବରେ ଆଜି ନାହିଁ ସେଇ କଲେଜ ଯିବାର ଆଉ ଆସାନ ବ୍ଲଗ୍ଟା ହୋଇଛି ଟାଇମ୍ ପକେଇବାକୁ କାଲି ପକେଇବା କାଲି ଆଉ ତ କଲେଜ ଯିବି ସେଇଠୁ ଏଣ୍ଡିଂ କରିଦେବି ପକେଇଦେବି କ'ଣ ମୋବାଇଲରେ ଫଟୋ ନାହିଁ ମୋ ଖାତାର ଫଟୋ ଛାଡ଼ିଦେବି ଓକେ ମେରି ଜାନ୍